ଜଣେ ଯଦି କହିଲା ଇଣ୍ଡିଆ ଲୋକମାନେ ସବୁ ଆଖି ଥାଇକିରି ଅନ୍ଧ, ଆମ ରିଆକ୍ସନ୍ କେମିତି ଆସିବ? ହଁ ଆମକୁ ଅନ୍ଧ କହିଦେଲା, ଆମେ ଏମିତି କ'ଣ କରି ପକେଇବା? ଆକ୍ଚୁଆଲି କିଛି କରିପାରିବା ନାହିଁ, ଏମିତି ଚିଲେଇକି ଆମେ ଚୁପଚାପ ହେଇକି ରହିବା। ପ୍ରକୃତି ସେ ଅନ୍ଧ କ'ଣ ପାଇଁ କହିଲା? ଆମେ ଅନ୍ଧ ବୋଲି ଆମକୁ ଅନ୍ଧ କହିଲା ନା ନାହିଁ? ସେ ଅନ୍ଧ କେମିତି ତୁମେ ଜାଣିଛ ନା ନାହିଁ? ତୁମେ ଜାଣିଛ ନା ଜାଣିନ କିଛି? ଆଖି ଥାଇକିରି ତୁମର ଦେଶର ଯେଉଁ ରାଜନେତାମାନେ ତୁମକୁ କ'ଣ କରୁ ଦେଖୁଛନ୍ତି? ତୁମ ଦେଶକୁ ତୁଳନା କରିବେ କାହା ସହିତ? ନା ପାକିସ୍ତାନ ସହିତ। ଭାଇ ଆମେ ପାକିସ୍ତାନଠୁ ଏତିକି ଆଗକୁ ପଳେଇଲୁ, ଶ୍ରୀଲଙ୍କାଠୁ ଏତେ ଆଗକୁ ପଳେଇଲୁ, ଆଫଗାନିସ୍ତାନଠୁ ଏତେ ଆଗରେ ଅଛୁ, ଆହୁରି ଆଗକୁ ଯିବା। ପ୍ରଥମକୁ ସେ ଦେଶମାନେ ଗରିବ, ଆଉ ଗରିବ ସହିତ ତୁଳନା କରିକି ଆମ ଦେଶକୁ ଗରିବ ନେଉନାହାନ୍ତି, କାହାକୁ ନେଉଛନ୍ତି? ଆଉ ଯଦି ତୁମେ ଆଗକୁ ଯିଛ, ଏତେ ଆଗକୁ ଡେଭଲପ୍ କରିଛ, ତ ତୁମେ ତୁଳନା କର ନା। ଆମ ଦେଶ ରୁଷିଆ ସାଙ୍ଗରେ ବରାବର ହେବାକୁ ଏତିକି ଆମେ ଅଛି, ଆଉ ଏତିକି କାର୍ଯ୍ୟ କଲେ ଆମେ ରୁଷିଆ ସହିତ ବରାବର ହେବା, ଜାପାନ ସହିତ ହେବା, ଚାଇନା ସହିତ, ଆମେରିକା ସହିତ, ଏ ଦେଶ ସହିତ ତୁଳନା କାହା ସହିତ? ନା ଯିଏ ପ୍ରଥମରୁ ଗରିବ, ତ ତୁମକୁ ସେ ଗରିବ ସହିତ ତୁଳନା କରିକି ତୁମକୁ ଖୁସି କରେଇ ଦେଉଛନ୍ତି। ଆଉ ତୁମେ ଆଖି ଦେଇ ଅନ୍ଧ ନୁହଁ ଆଉ କ'ଣ? ଏଥିପର୍ଯ୍ୟନ୍ତ ଆଖି ଦେଇକି ଅନ୍ଧ ଅଛ, ଆଉ ଭବିଷ୍ୟତ ଅନ୍ଧ ନ ରହିବ ବୋଲି କ'ଣ ମାନେ ଅଛି? ଯଦି ଆଖି ବନ୍ଦ କରି ଏମିତି ଅନ୍ଧ ରହିଲ, ଭବିଷ୍ୟତ ମନେ ରଖିଥାଅ ତୁମର ଆଗାମୀ ପିଢ଼ି ହିଁ ଅନ୍ଧ ହିଁ ରହିବେ। ଯଦି କଥା ଠିକ୍ ଲାଗିଛି କମେଣ୍ଟ ବକ୍ସରେ ରାଇଟ୍ ଲେଖିକି ଯିବ, ଆଉ ଯଦି କଥା କିଛି ଖରାପ ଲାଗିଛି କିଛି ଅସୁବିଧା ନାହିଁ, ଭିଡ଼ିଓ ଦେଖିଲ ବାଟେ ବାଟେ ଘରକୁ ଯାଅ, ସେମିତି ଅନ୍ଧ ହେଇଥିଲା ଆଉ ଅନ୍ଧ ହେଇକିରି ରହିବ। ଠିକ୍ ଅଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।